ଖ୍ରୀଷ୍ଟରେ ସମସ୍ତଙ୍କୁ ମୋର ନମସ୍କାର। ରେଭରେଣ୍ଡ କିଶୋର ଚନ୍ଦ୍ର ଡିଗାଲଙ୍କର ଭଣଜା ହେବିନି ମୋର ବାରକମା ଏଠାରେ ଉପସ୍ଥିତ ଅଛୁ ତାଙ୍କରି ସମାଧିକୁ ଦେଖିବା ନିମନ୍ତେ। ମୋର ଖ୍ରୀଷ୍ଟରେ ପ୍ରିୟ ସାର୍ ଗୁମାରୁ ଗଜପତି ଡିଷ୍ଟ୍ରିକ୍ଟ, ପୁଣି ମୋର ଗଜପତି ଡିଷ୍ଟ୍ରିକ୍ଟର ସହକର୍ମୀ ଭାଇମାନେ ସମସ୍ତେ ଅଛୁ। ଆଉ ତାଙ୍କରି ଏଇ ଯେଉଁ ମର ଶରୀରର ସମାଧିକୁ ଦେଖିବା ପାଇଁ ଆସିଛୁ। ତାଙ୍କ ଆତ୍ମାଙ୍କର ସଦ୍ଗତି ନିମନ୍ତେ ପ୍ରାର୍ଥନା ଆମେ ସମସ୍ତେ କରୁଛୁ, ଆପଣମାନେ କରୁଥିବେ। ଛୋଟ କଥା ମୁଁ କହି ରଖେ, ଏଇ 12 ତାରିଖରେ ପ୍ରି ଖ୍ରୀଷ୍ଟମାସ ସେଲିବ୍ରେସନ୍ ଥିଲା, ତାଙ୍କୁ ଡାକିଥିଲୁ ଆମେ। ଆଉ ଯେତେବେଳେ ଅର୍ଥ କଥା ପଚାରିବାରୁ ସେ କହିଲେ, ବାବାରେ ମୋ ଗାଁ ମୋ ଅଞ୍ଚଳକୁ ଆସିବା ପାଇଁ ମୋତେ ସେମିତି କିଛି ନୁହଁ। ତ ଭାଙ୍ଗି ପଡ଼ିଲୁ ଏଥିପାଇଁ ଅନେକ ଥର ଯେତେବେଳେ ଆମେ ଫୋନ୍ କରୁଛୁ, ଆମର ଦେଶରେ ପ୍ରିୟ ଓଡ଼ିଶାର କି ଭାରତର ଅନେକ ଲୋକ ଯେତେବେଳେ ଫୋନ୍ କରନ୍ତି, ନାଇଁ ଭଲ ହିଁ ଅଛି ବୋଲି ସବୁଠୁ ଦେଇଥିଲୁ ସେ। ଆଉ ପରେ ଜାଣିଲୁ ଏମିତି ଦେହ ଭଲ ନାହିଁ। ତ ପ୍ରଭୁଙ୍କର ଗୌରବ, ପ୍ରଭୁଙ୍କର ମହିମା ହଉ। ତାଙ୍କର ଇଚ୍ଛା ଥିଲା କ'ଣ ଯେ ମୋତେ ମୋର ଖ୍ରୀଷ୍ଟିଆନ ସମାଜର ସମାଧିରେ ହିଁ ମୋତେ ମୋର ଜାଗାରେ ନୁହଁ, ମୋ ଘର ବାରିରେ ନୁହଁ, ମୋର ଖ୍ରୀଷ୍ଟିଆନ ସମାଧିରେ ହିଁ ସମାଧି କରୁ। ସେଥିପାଇଁ ତାଙ୍କର ଇଚ୍ଛାର ତାଙ୍କର ଏଇ ଆତ୍ମା ଶାନ୍ତି ନିମନ୍ତେ ଆମେ ଏଠି କରିଛୁ। ଆପଣ ଜାଣି ରଖନ୍ତୁ। ଆଉ ସବୁବେଳେ ସଦାସର୍ବଦା ତାଙ୍କ ନିମନ୍ତେ ପ୍ରାର୍ଥନା କରିବେ। ଶୋକ ସନ୍ତପ୍ତ ପରିବାର ନିମନ୍ତେ ପ୍ରାର୍ଥନା କରିବେ। ତାଙ୍କ ଆତ୍ମା ଯେପରି ଅବ୍ରାହ୍ମଙ୍କ କୋଳରେ ରହିବେ ସେଥିପାଇଁ ପ୍ରାର୍ଥନା କରିବେ। ସମସ୍ତଙ୍କୁ ନମସ୍କାର।